ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଘେନି ନୂଆ ସଜବାଜ। ରଜ ଆମ ଓଡ଼ିଶାର ଏକ ଗଣପର୍ବ। ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ, ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଆବାଳ ବୃଦ୍ଧ ବନିତା ଏହି ରଜ ପର୍ବ ପାଳନ କରିଥାନ୍ତି। କିନ୍ତୁ ପରିତାପର ବିଷୟ, ଆଜିକାଲି ଆଧୁନିକତାର ରଙ୍ଗ ଛିଟାରେ ରଙ୍ଗେଇ ହୋଇଥିବା ସମାଜରେ ରଜ ତା'ର ଐତିହ୍ୟ ଓ ମହକ ହରାଇ ବସିଲାଣି। ନା ଆଉ ବନସ୍ତରେ ସେ ଗଜ ଡାକୁଛି, ନା ଗାଁର କୁଆଁରୀମାନେ ସଜେଇ ହୋଇ ଅଳତା ସିନ୍ଦୁର ଚନ୍ଦନ ଲଗେଇ ଗାଁ ବୁଲୁଛନ୍ତି। ନା ଅଛି ସେ ଚୁଲିରେ ତିଆରି ପୋଡ଼ପିଠାର ମାଧୁର୍ଯ୍ୟ, ନା ଅଛି ଗାଁ ଛକମାନଙ୍କରେ ପିଲାମାନଙ୍କର ରଜପାନ ଆଦାନ ପ୍ରଦାନର ଭାବ। ନା ଆଜି ଆଉ ଶୁଭୁଛି ଓଡ଼ିଶାର ଘରେ ଘରେ ରଜଦୋଳି କଟମଟର ଶବ୍ଦ। କର୍ପୂର ଉଡ଼ିଗଲାଣି, ଖାଲି କନା ପଡ଼ିଛି। ଏବେ ରଜ କହିଲେ ଆମେ ବୁଝୁଛୁ ମଦ ମାଂସ ଫିଷ୍ଟ କରି ଖାଇବା, ତାସ ଖେଳିବା, ଲୁଡ଼ୁ ଖେଳିବା, କ୍ୟାରମ୍ ଖେଳିବା, ଏମିତି ମସ୍ତି କରି ଦିନଟା ବିତେଇ ଦେବା ହେଉଛି ରଜ। ରଜ ହେଉଛି ଆମ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ କୃଷିଭିତ୍ତିକ ପର୍ବ। ରଜ ମାନେ ରଜସ୍ୱଳା ହେବା। ଆମ ହିନ୍ଦୁ ଧର୍ମରେ ପୃଥିବୀକୁ ଆମେ ଏକ ମା' ରୂପେ ପୂଜା କରିଥାଉ। ଧରଣୀ ମା'। କଥାରେ ଅଛି, ବର୍ଷା ଋତୁର ଆଗମନରେ ଧରଣୀ ମା' ରଜସ୍ୱଳା ହୁଅନ୍ତି ଓ ପୃଥିବୀ ଶସ୍ୟ ଶ୍ୟାମଳା ଓ ସବୁଜିମାରେ ଭରପୁର ହୋଇଯାଏ। କହିବାକୁ ଗଲେ ଗ୍ରୀଷ୍ମ ଋତୁର ପରେ ପରେ ବର୍ଷାର ଆଗମନକୁ ପୃଥିବୀବାସୀ ଏହି ରଜ ପର୍ବ ଦ୍ୱାରା ସ୍ୱାଗତ କରିଥାନ୍ତି। ରଜ ପର୍ବ 4 ଦିନ ଧରି ପାଳନ କରାଯାଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି, ତୃତୀୟ ଦିନକୁ ଭୂଦହନ ଓ ଚତୁର୍ଥ ଦିନକୁ ବସୁମତୀ ସ୍ନାନ କୁହାଯାଏ। ପ୍ରଥମ 3 ଦିନ ଧରି ମାଟି ଖନନ ବାରଣ କରାଯାଇଥାଏ। ଧରଣୀ ମା'କୁ ଏହି 3 ଦିନ ବିଶ୍ରାମ ଦିଆଯାଏ। ଚତୁର୍ଥ ଦିନ ବା ବସୁମତା ସ୍ନାନ ଦିନ ଧରଣୀ ମା'କୁ ସ୍ନାନ କରାଯାଏ ଓ ପୂଜାପାଠ ଆଦି କରାଯାଏ ଓ ତା ପରଠାରୁ ବିଲ ବାରି ଚାଷ କାମ ଆଦି ଆରମ୍ଭ ହୁଏ। ତେଣୁ ରଜ କହିଲେ ବର୍ଷା ଋତୁର ଆଗମନରେ କୃଷି କାର୍ଯ୍ୟ ପୂର୍ବରୁ ଧରଣୀ ମା'ର ପୂଜାର୍ଚ୍ଚନାକୁ ରଜ କୁହାଯାଏ ଓ ଏହି ରଜରେ ଝିଅମାନେ ମଧ୍ୟ ଧରଣୀ ମା' ପରି ସଜବାଜ ହୋଇ ରଜ ପର୍ବଟିକୁ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି। ଘରେ ଘରେ ପିଠାପଣା ହୁଏ। ସମସ୍ତଙ୍କ ଘରେ ରଜଦୋଳି ଲାଗେ। ଝିଅମାନେ ରଜଦୋଳିର ତାଳେ ତାଳେ ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଘେନି ନୂଆ ସଜବାଜ, ଏହି ଗୀତ ଗାଇ ଗାଇ ଦୋଳିର ତାଳେ ତାଳେ ଝୁମନ୍ତି। ଗାଁ ଛକମାନଙ୍କରେ ପିଲାମାନେ ସୌଜନ୍ୟ ଭଲ ପାଇବାର ପ୍ରତୀକ ସ୍ୱରୂପ ରଜପାନ ଆଦାନ ପ୍ରଦାନ କରିଥାନ୍ତି ଓ ବହୁତ ଆନନ୍ଦ ଉଲ୍ଲାସରେ ଏହି ଦିନଟିକୁ କାଟିଥାନ୍ତି। ତେବେ ଦର୍ଶକ ବନ୍ଧୁ, ଏହା ଥିଲା ଆମର ଓଡ଼ିଶାର ଗଣପର୍ବ ରଜର ଐତିହ୍ୟ ଓ ମାହାତ୍ମ୍ୟର କଥା। ଆଶା କରେ ଆପଣମାନେ ଏହାକୁ ବୁଝିଥିବେ ଓ ହୃଦୟଙ୍ଗମ କରିଥିବେ। ଆଜି ପାଇଁ ଏ ଭିଡ଼ିଓରେ ଏତିକି। ଭିଡ଼ିଓଟି ଭଲ ଲାଗିଥିଲେ ଭଲ ପାଇବାର ପ୍ରତୀକ ସ୍ୱରୂପ ବହୁତ ମାତ୍ରାରେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବେ। ଆଜି ପାଇଁ ରହୁଛି, ନମସ୍କାର।